ମୁଁ ହେଉଛି ମୋ ନାଁ ହେଉଛି ସମୀର ରଞ୍ଜନ ନାୟକ। ଆମର ହେଉଛି ଘର ଏଇ ଶାସ୍ତ୍ରୀନଗର ଏଇ ୱାର୍ଡ଼ ନମ୍ବର 13 ନୂଆ ରାଜବାଟୀ। ଆମର ଏଠି ପୂଜା ଦୀର୍ଘ ଆମେ ଜାଣିବାରେ 25 ବର୍ଷ ଆମେ କରି ଆସିଛୁ। ଏଥିରେ ବହୁତ ସହଯୋଗ ଆମ ସାହି ସାନ ଭାଇ ବଡ଼ ଭାଇମାନେ ସାହି ଲୋକମାନଙ୍କର ଅବଦାନ ଯୋଗୁଁ ଏ ଅନୁଷ୍ଠାନ ଆଜି ଯାଏଁ ଭଲସେ ଚାଲି ଆସିଛି। କୌଣସି ବାଧାବିଘ୍ନ ନାହିଁ। ପୁରା ସାଇଲେଣ୍ଟରେ ପୁରା ଡିସିପ୍ଲିନ୍ ଆମେ କରୁଛୁ। ଆମର ଏଠି ପ୍ରତିବର୍ଷ ଯେହେତୁ ଏଣ୍ଟରଟେନମେଣ୍ଟ ପାଇଁ ଯୋଡ଼େ ଦିନ ପ୍ରୋଗ୍ରାମ ହୁଏ, ଯୋଡ଼େ ମେଲୋଡ଼ି ହୁଏ। ଟୋଟାଲ୍ ଆମେ ମାନେ ପୋଲିସ୍ ଷ୍ଟେସନଠୁ ହଉ କଲେକ୍ଟରଠୁ ଅର୍ଡ଼ର ନେଇକି ଆଣିକି ପୁରା ଶାନ୍ତି ଶୃଙ୍ଖଳା ଆମେ କରୁଛୁ। ଆଉ ପୂଜା ପାଇଁ ସମସ୍ତେ ଆମ ସାହି ଟୋଟାଲ୍ କଲୋନୀ ୱାର୍ଡ଼ ନମ୍ବର 13ରେ ସମସ୍ତଙ୍କ ସହଯୋଗ ଯୋଗୁଁ ଆଜି ଯାଏଁ ଭଲସେ ଚାଲି ଆସିଛି। ଆଉ ସବୁ ପ୍ରୋବ୍ଲେମ୍ ହେଉଛି ଏଇ ସବୁ ମନିରେ ପଇସାରେ। ତଥାପି ସବୁ ଆମ ସାନ ଭାଇ ହଉ ବଡ଼ ଭାଇ ହଉ ସାଙ୍ଗସାଥି ବହୁତ ନିଜ ହାତରୁ ଯାହା ବି ସର୍ଟେଜ୍ ହେଉଛି ଆମେ ମାନେ କିଛି ଲାଷ୍ଟ ମୋଡ଼ରେ ଯେଉଁଟା ସର୍ଟେଜ୍ ସବୁ ମିଶିକି କରୁଛୁ। ଆଉ ଭଲସେ ଆଜି କାର୍ଯ୍ୟକ୍ରମ ଆମର ଅଛି, ଗୋଟେ ମେଲୋଡ଼ି ଅଛି ଏଣ୍ଟରଟେନମେଣ୍ଟ, ଆଉ ଗୋଟେ ତା ପରଦିନ ଅଛି, କାଲି ଅଛି ମେଲୋଡ଼ି ଆକ୍ଚୁଆଲି, ପରଦିନ ଅଛି ଭଜନ ସମାରୋହ, ଆଜି ଅଛି ଅନ୍ନଛତ୍ର ପାଇଁ 1800 ଲୋକ ପାଇଁ କରାହେଇଛି। ଅରୁଆ ଭାତ ଡାଲମା ଖଟା ଯେତିକି ଆମେ ସମ୍ଭବ ଆମର ଯେତିକି ପାୱାର ଅଛି ସେଇ ଅନୁସାରେ ଆମେ କରୁଛୁ। ଏମିତି ଭଲ ଲାଗୁଛି, ଏମିତି ଚାଲିଛି। ଆଉ କ'ଣ କରିବା, ବହୁତ 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 ଆମର ଗୋଟିଏ ହେଉଛି ଗଣେଶ ପୂଜା। ସେମାନେ ତ ପୁରା ମାନେ ବାହାର ଅନ୍ୟ ୱାର୍ଡ଼ରୁ ମଧ୍ୟ ଲୋକ ଆସିକି ଏଠିକି ଆସୁଛନ୍ତି ଦେଖିବା ପାଇଁ, କାରଣ ଏତେ ଶାନ୍ତି ଶୃଙ୍ଖଳା ଆମର ମେନ୍ ହେଉଛି ଶାନ୍ତି ଶୃଙ୍ଖଳା ମେନ୍। ଆମେ ସେଇଟାକୁ ବେଶୀ ପ୍ରାୟୋରିଟି ଦେଉଛୁ, ଶାନ୍ତି ଶୃଙ୍ଖଳା। ଆଉ ଯିଏ ଯାହା ଖୁସିରେ ଦେଉ ସେଇଟା ଏତେ ଆମର କିଛି ଇଏ ନାହିଁ। ଆଉ ଯାହା ଯେ ଆମର କିଛି ଭାଇମାନେ ଚାକିରି କରୁଛନ୍ତି, କିଛି ନାହିଁ, କିଛି ବାହାରୁ ପଇସା ଦେଉଛନ୍ତି, ସେଇ ଇଏରେ ଚାଲିଛି। ବହୁତ ବହୁତ ଭାଇଚାରା ଏଠି ବହୁତ ଅଛି। ଏଠି କୌଣସି ପଲିଟିକାଲି ବି ପଶୁନି କି କୌଣସି କାହାକୁ ସାଙ୍ଗରେ ଆମେ ସମସ୍ତେ ସମାନ। ପୂଜାରେ ଆମେ ସମସ୍ତେ ସମାନ, ରାଜନୀତି ବେଳେ ଅଲଗା, ପୂଜା ବେଳେ ସମସ୍ତେ ବଡ଼ ସାନ ସବୁ ମାନିକି ଆମେ ଗୋଟେ ହେଇକି ଚାଲିଛୁ ଏବଂ ଚାଲିଛି। ଆଉ କ'ଣ ଏମିତି